नमस्कार। मनगहनर कथा अकुआ कथार अध्याय को आपण मानक स्वागत। पितृसत्य पालन करी रामचंद्र 14 वर्ष वनवास जाइथिले कैकेयी कथारे। कैकेयी इच्छा थिला रामचंद्र वनवास जिबे, भरत राजा हेबे। कहां हेइतिला सबु कथा को मन भितरे चापी रखी रामचंद्र राजा हबारू ओहरी जाई चली जाइथिले वनवास। एभली कहानी पुराण रे नुहे, आजिर समाज रे मध्य अनेक जगार अच्छी। से भली एक कहानी आजिर अध्याय। प्रेम पाई 12 वर्ष वनवास। से दिन रामचंद्र 14 वर्ष जाइथिले। आज गोटे अंधविश्वास रे शिकार हेई 12 वर्ष से प्रेम पाई वनवास रहिछन। से बाहाघर साहनाई सबु जेमिति मिछ पलटि जाइछि तांको पाई। से स्नेह, से प्रेम, से संपर्क सबु केमिति मिछ पलटि जाइछि टिके अंधविश्वास रे। सेमति एक कहानीर चरित्र भीम बेहेरा। दिन देवता गले मिछ सत लगे कहली तब पहले जमी भांगीदे भांगी से जी पाईगला तू तो एमती पगला रही 12 वर्ष रही। जीवनटा केबे कंटा केबे गोटे फूल केबे पुणी जाली दे साजिनिया झूला छाती तले गोटे हृदयटे अछि सबु स्मृति सी साइती रखिछि आपणार लोक मिली गले कि से स्मृति पुणी बांटिबाकु चाहे लुह भी जानी रबता से तो अकुहा कथा से तो अकुहा कथा। भीमंको कहानी रे कहानीकार साजी मुह खोली कहिबार परिभाषा आज भीमंको पाखरे नाही। सब किछि नीरबी जाइछि। भीमंको साई रे 3 घर। परिवार कहिले बापा माँ सान भौणी आ भीम। या भितरे बापा को कैंसर हो जाइछि। भीम काठ काम करती, सेइतिरे परिवार चले। बापा माँ को भारी दुख। भीम बाबू, भीम बाबू, ए भीम बाबू, कुआड़े गला कि शुणुनी ये पानी टोपे आड़े। भारी जंत्रणा मु सही पारुनी आउ। भीम बाबू, अरे कुआड़े गल कि परिवारटा मो सारी दुखरे अछुती। समस्तଙ୍କ ଓଠରୁ ମୋ ପାଇଁ ହସ ଲିପି ଗଲାଣି। ଭୀମ ବାବୁ, ओहो काहे तमे एमती होउछ? से कथा को सब बेले गपे होउछ। तेमती रोकड़ा तमे निजे किनि आनी नियो और तो खाइ। ये भीम उठिलानी? हां केते बड़ी उठिलानी। उठी तार सब काम सरी आज काम करबा को बाहरी छी। जानि छ भीम हमर कोन कहूची ओ बापा पई जम्मा व्यस्त हबुनी। ता औषध खर्च पई जत्ते टका दरकार सब खर्च मु करबी। छेड़े पोकटे पिला से मोरी हाथ धरी से चाली सिगी मोरी सासरे से खाई के तेड़े मारी जाता। से बापो बड़िया बड़ बड़ कथा वार्ता कर मारी सुनिला परे भारी दुख लागु। भारी दुख लाଗୁଛି। ଯେତେବେଳେ ଚାହୁଁଛି ଦାଦା ଖେଳି ଦାଦା ଏ ପରିବାର ବୋଝକୁ ଧରିକି ବୁଲୁଛି। କଣ ଆଉ କରିବା ଆମେ? ଆମ ପାଖରେ କଣ ଅଛି ଯେ ତାକୁ ବିକି ଭାଙ୍ଗି ମୁଁ ତମକୁ ଡାକ୍ତର ଦେଖେଇବି। ଖାଲି ଭଗବାନଙ୍କ ଉପରେ ବିଶ୍ୱାସ ଭରସା ରଖିବା କଥା।
ଜାଣିଛ ପ୍ରେମ ମତେ କହୁଛି ମାଲିକ ଉପରେ ମୋର ବିଶ୍ୱାସ ଅଛି ଆଉ ମୁଁ ଟଙ୍କା ଯୋଗାଡ଼ କରି ମୋ ବାପାଙ୍କୁ କ୍ୟାନ୍ସର ହସ୍ପିଟାଲରେ ଦେଖେଇବି। ନା ନା ତାକୁ ମନା କର, ମୋ ଠାରେ କିଛି ପଇସା ଖର୍ଚ୍ଚ କରିବା ଦରକାର ନାହିଁ। ବରଂ ସେ ପଇସା ଦିଟା ରଖୁ, ତା ସାନ ଭଉଣୀକି ବାହାଘର କରିବ। କଳା ଛୁଆଟା ମୋର, ଏ କଣ ବୟସରେ ମୁଣ୍ଡା ହେଇଯିବ, ଏ ପରିବାର ବୋଝ ବୋହି ବୋହି। ବୋଉ ବୋଉ ଭିଭୁ ଡାକିଲାଣି ବୋଧେ, କାମକୁ ଯିବ କହୁଥିଲା। ଓହୋ, କାହିଁକି ବ୍ୟସ୍ତ ହଉଛୁ? ବାପାଙ୍କର ଔଷଧ ଦଉଥିଲି। ଆରେ ମା, ଭାଇର କାମ ବ୍ୟାଗଟା ନେଇ ଆ। ନଉଛି ବୋଉ। କେତେ ବ୍ୟସ୍ତ କଣ ପାଇଁ ହଉଛୁ? ତୋର ଆଉ କିଛି କାମ ଧନ୍ଦା ନାହିଁ, କାମକୁ ଯିବୁ ବୋଲି ତତେ ଆଉ ରାତିରେ ନିଦ ହଉନି। ଆଲୋ ନିଦ କେମିତି ହବ? ତୋରି ଚିନ୍ତାଟା ପରା ମୋ ମୁଣ୍ଡରେ ଘିରି ଘିରି ହେଇକି ବୁଲୁଛି। ଆଲୋ ଭଲ ଘର ଭଲ ବର ଦେଖି ତତେ ନଦେଲେ ତୁ କଣ କହିବୁ? ମୋ ବାପା ଥିଲେ ମତେ କେତେ ଭଲ ଘରେ ଦେଇଥାନ୍ତେ, ଆଉ ଏ ଭାଇଟା ମତେ ଠକେଇ ଦେଲା। ଆଲୋ ତୋ ମୁହଁରେ ଟିକେ ହସ ନ ଦେଖିଲେ ତୋର ଭାଇ କଣ ଶାନ୍ତିରେ ରହିପାରିବ? ପାଗଳ ହେଇଯିବ ପାଗଳ, ବୁଝିଲୁ? ନାନି ତୁ ମୋ ସହିତ ଏମିତି କଥାବାର୍ତ୍ତା କରିବୁନି, ନହେଲେ ତୋ ଫୋପଡ଼ି ଫୋପଡ଼ି ଦେବି। ଆରେ ହେଇ, ତମେ କାହିଁକି ଏମିତି ହଉଛ? ତମ ଦୁଇ ଜଣଙ୍କୁ ମୁଁ ଜମା ପାରିବି। ଆଲୋ ଦେଖିଲୁ ବୋଉ, ମୁଁ ତା କହୁଛି ମୋ ବ୍ୟାଗଟା ଆଣିକି ହ୍ୟାଣ୍ଡେଲରେ ପୁରେଇ ଦେ, ମୋର ଲେଟ୍ ହଉଛି ମୁଁ ଯିବି। ଆଲୋ ପଇସା ଦି ପଇସା ଆଣିଲେ ସିନା ତା ବାହାଘରଟା ଆମେ କରିବା। ଦେଖିନୁ ବୋଉ ସେ କଣ କହୁଛି? କଣ କହୁଛି? ଯାହା କହୁଛି ସତ କହୁଛି। ତୁ ତ ତୋ ବାପାର ଅବସ୍ଥା ଦେଖୁଛୁ, ଆମ ମାନଙ୍କର ଭରସା ପରା ତୋ ଭାଇ। ହଉ ଯା, ତୁ ଟିକେ ବାପାଙ୍କ ପାଇଁ ଗରମ ଭାତ ଦିଟା ବସିଦେବୁ ଗଲୁ, ଯା। ଆରେ ଭୀମ, ତୁ ଏତେ ସକାଳୁ କାମ କରିବାକୁ ଯାଉଛୁ? ଆଲୋ ବୋଉ ଗୋଟେ ନୂଆ କାମ ଧରିଛି। ହେଡମିସ୍ତ୍ରୀ ଗଲା ବେଳକୁ 2 ଘଣ୍ଟା ଯଦି ଓଭର ଟାଇମ୍ କରିଦେବି ତାହେଲେ ଭଲ ପଇସା ମିଳିବ। ତାପରେ ମୁଁ ମୋ ପୁରୁଣା କାମକୁ ଫେରିଯିବି। ନହେଲେ ଏତେ ବଡ଼ ପରିବାରକୁ ନେଇ ଆଣି ଥୋଇବା କେତେ ଯେ କଷ୍ଟକର ତୁ ତ ଭଲରେ ଜାଣିଥିବୁ। ବୁଝିପାରୁଛି ରେ, ତୋ ହସିବାର ଗୁମର କଥାଟା ମୁଁ ଠିକ୍ ବୁଝିପାରୁଛି। ଦୁଃଖ ଭିତରେ ରହି ହସି ଶିଖିବାର ପୁଅଟା ସେ ଦୁନିଆକୁ ବୁଝି ସାରିଲାଣି, ଏ କଥା ମୁଁ ଭଲ ଭାବରେ ଜାଣିପାରୁଛି। ଯୋଉ ବୟସରେ ଖେଳିବା ବୁଲିବା କଥା, ଆଜି ସେଇ ବୟସରେ ତ ଚାରି ଚାରି ପ୍ରାଣୀଙ୍କର ଜୀବନ, ସେଥିରେ ରୋଗିଣା ବାପାଙ୍କର ଔଷଧ ଖର୍ଚ୍ଚର ଭାରଟା କେତେ ଯେ ଓଜନ, ସେ କଥା ମୁଁ ଭଲ ଭାବରେ ଜାଣିଛି। ତୁ ମତେ ଆଉ ପାଠ ପଢାନା, ମୁଁ ତ ଦୁଃଖ ସହିପାରୁନି ରେ ପୁଅ, ତୁ ଦୁଃଖ ସହିପାରୁନି। ଖାଲି କାନ୍ଦୁଥା, ତୋର ପୁଅ ପାଇଁ ଆଉ କିଛି ନାହିଁ ବୋଧେ? ଆଲୋ ବୋଉ, ମା ହସିଲେ ପରା ପୁଅର ଟିକେ କଷ୍ଟ କମିଯାଏ। ହଉ ହେଲା, ତୁ ଯା, ଯାହା କରୁଛୁ କର, ହେଲେ ନିଜ ଦେହକୁ ଦେଖିକି କାମ କରିବୁ। ତୁ ପରା ଆମ ସମସ୍ତଙ୍କର ଭରସା, ଯା। ମୁଁ ଆସୁଛି। ଦୁଃଖର ବିଷ ଗରଳକୁ ପାନ କରି ନୀଳକଣ୍ଠ ସାଜିଥିଲେ ଭୀମ ବେହେରା। ଦୁଃଖ, ପ୍ରତି ମୁହୂର୍ତ୍ତରେ ଦୁଃଖ, ଦୁଃଖ ଭିତରେ ହିଁ ବଞ୍ଚିବାକୁ ହବ। କିନ୍ତୁ ଏ ଦୁଃଖରୁ ପୁଣି ଖୁସିକି ଫେରି ଆସିବା ପାଇଁ ଯିଏ ବାଟ ଦେଖାଉଥିଲେ ସିଏ ହେଲେ ମା। ମା କହୁଥିଲେ ଜୀବ ତ ଖୁସିରେ ମଣିଷ ଜୀବ। ମାଙ୍କ ପରେ ପରେ ଆଉ ଜଣେ ନାରୀ ସେଇ ବାଟ ଦେଖେଇଲେ, ସେ ହେଲେ ପ୍ରେମିକା। ବଦମାସି ନାଇଁ? ହଉ ଆଜି ଆସ, ମୁଁ ତମ ବଦମାସି ଛଡ଼ଉଛି। ପ୍ରେମ ଏକ ଏମିତି ନିଶା ଯାହାକୁ ଘାରେ ସେ ଜାଣିପାରେନି ବାଟ କୋଉଟା ଅବାଟ କୋଉଟା। ସବୁ କଣ୍ଟକିତ ରାସ୍ତା ତାକୁ ଫୁଲ ଭଳି ଦେଖାଯାଏ, ସବୁ ଗାଳି ମନ୍ଦ ତାକୁ ଚନ୍ଦନ ଭଳି ଲାଗେ। ତା ମନ ଭିତରେ କେବଳ ସିଏ, ତା ଭାବନା ଆଉ ତା ମନର ମଣିଷ, ଏଇମାନଙ୍କୁ ନେଇ ତା ଜୀବନ ଗଢ଼ି ଉଠେ। ପ୍ରତି ମୁହୂର୍ତ୍ତରେ ଖୋଜେ ତା ମନର ମଣିଷ। ଏଇ ମନର ମଣିଷ କେତେବେଳେ ତା ପାଖକୁ ଆସିବ, ଏମିତି ଗୋଟିଏ ଜାଗା ସେମାନେ ଠିକ୍ କରିଥିଲେ ଯାହାକୁ କୁହାଯାଇପାରେ ଲଭ୍ ସ୍ପଟ୍। ସେଦିନ ସେ ଲଭ୍ ସ୍ପଟ୍ରେ ଭୀମ ଠିଆ ହେଇଥାଏ, ପହଞ୍ଚିଲେ ତାଙ୍କ ପ୍ରେମିକା। କ'ଣ ମୁଁ ଏତେ ଡେରି କରୁଛ ଏତିକି ବାଟ ଆସିବା ପାଇଁ? ଯଦି କି ଚାଲିକି ଆସିପାରିନଥାନ୍ତ ତାହେଲେ କହିଲନି, ମୁଁ ମୋ ସାଇକେଲରେ ବସେଇକି ତମକୁ ଉଡ଼େଇକି ନେଇ ଆସିଥାନ୍ତି। ହଉ ଛାଡ଼, ଏତେ ସକାଳୁ ସକାଳୁ କୋଉଠି ବାହାରିଥିଲ? ସେ କଥା କ'ଣ କି, ଗୋଟେ ନୂଆ କାମ ଠିକାରେ ନେଇଛି। ଯଦି ଜଲ୍ଦି ସାରି ଦିଅନ୍ତି ମୋତେ ଭଲ 2 ପଇସା ମିଳନ୍ତା, ଏକ୍ସଟ୍ରା ପଇସା। ଏତେ ପଇସା କ'ଣ ହବ? ତମେ ମତେ ଭୁଲି ଯିବନି ତ?
ଥାଉ ବାବା, ଆମର ଏତେ ପଇସା ଦରକାର ନାହିଁ। ମୁଁ ଜାଣିଛି ସକାଳୁ ସକାଳୁ ତମେ ମତେ ଦେଖା କରିବାର ଗୋଟେ ବାହାନା କର ନା। ଆଚ୍ଛା ଗୋଟେ କଥା ପଚାରିବି, ସତ କହିବ? କହୁନ। ଆଚ୍ଛା କହିଲ, ମୁଁ ଆସିବା ବେଳ ହେଲେ କିମ୍ବା ମୁଁ ଆସିବା ପୂର୍ବରୁ କି ପରେ ମୋ ସାଇକେଲର ଘଣ୍ଟିଟାର ଆବାଜଟା ତମକୁ କେବେ ଶୁଭିନି? ବହୁତ ଥର ଶୁଣିଛି। ପାଗିଳିଙ୍କ ପରି ଯେତେବେଳେ କବାଟ ପାଖକୁ ପଳେଇ ଆସେ ଆଉ ତମକୁ ପାଏନି, ଭାରି ଦୁଃଖ ଲାଗେ ଆଉ ଲାଜ ବି ମାଡ଼େ। ଆରେ ମୋର ବି ଠିକ୍ ସେମିତି ହୁଏ। ତମକୁ ସବୁ ମୁହୂର୍ତ୍ତରେ ଦେଖିବାକୁ, ତମ ସହ ଦୁଇପଦ କଥା ହେବାକୁ। ଆଉ ଜାଣିଛ, ତମର ସେ ହସ ମୁହଁଟାକୁ ଦେଖିଦେଲେ ନା ମୋ ଦେହରେ କୋଉଠୁ କେଜାଣି ବହୁତ ବଳ ମାଡ଼ି ଆସେ। ତମେ ଟିକେ ହସି ଦିଅ, ଏବେ ଆମେ ପଳେଇବା। ଚାଲ। ଆସ। ନା ଛୁଆଟା ମୋର ଏଯାଇ ଫେରିଲାନି, କେବେ ବି ଏମିତି ଡେରି କରେନି। କୁଆଡ଼େ ଗଲା ଯେ କୁଆଡ଼େ ଗଲା, ଏଯାଇ ଫେରିଲାନି। କାହିଁକି ମୋ ମନଟା କେମିତି କେମିତି ଲାଗୁଛି, ଭଲ ଲାଗୁନି। ଆସ, ସେ ପୁରା ପରହରେ କାମ କରିବାକୁ ଯାଇଛି। ଓ ଜାନି ଯାତ୍ରା ବୁଲିବାକୁ ଯାଇଛି ଯେ ସେ ହଜି ଯାଉଛି। ତା ଛଡ଼ା କାକର ପଡ଼ିଲାଣି, ପବନ ଦେହରେ ବାଜିଲେ ଆହୁରି ଦେହ ଖରାପ ହବ। ପୁଅ ସାଡ଼ୁ ଆସି ମୋରି ଉପରେ ବିରକ୍ତି ହବ, କବି ଏଯାଇ ବାପାଙ୍କୁ ବାହାରେ ବସେଇଛୁ। ଆସିଲ ଭିତରକୁ ଆସ। ମୁଁ ଜାଣିଛି ସେ ମତେ କେତେ ଭଲ ପାଏ, ହେଲେ ତମେ ଭୀମ ବୋଉ ଦେଖିବ, ମୋ ଦେହଟା ଭଲ ହେଇଗଲା ନା, ମୁଁ ତା ପାଇଁ କେତେ କ'ଣ କରିଦେବି। ହେଲେ ମତେ କାହିଁକି କେମିତି କେମିତି ଲାଗୁଛି, ମତେ ଭଲ ଲାଗୁନି। କ'ଣ କରିବା, ଆମ ଇଚ୍ଛାରେ କ'ଣ ସଂସାର ଚଳୁଛି? ସବୁ ସେଇ ଭଗବାନଙ୍କ ଇଚ୍ଛାରେ ଚାଲୁଛି। ତମେ ମନ ଉଣା କରନି, ଆସ ଭିତରକୁ ଆସ। ଭୀମ ଏବେ ଆସିଯିବ। ହେଇ ହ୍ୟାଲୋ ବୋଉ, ଝିଅ କୁଆଡ଼େ ଗଲା କି? ମୋ ବ୍ୟାଗ୍ଟା କିଏ ନେବ? କିଏ ଆଉ ନବ, ମୁଁ ନେଇଯିବି। ସେ ଘର ଭିତରେ କ'ଣ କାମ କରୁଥିବ ଆଉ। ଆଚ୍ଛା ତୋର ଏତେ ଡେରି ହେଲା କ'ଣ ପାଇଁ? ବାପା ଆଜି ଯାଇକି ଘର ଭିତରକୁ ଆସୁନାହାନ୍ତି, କହୁଛନ୍ତି ମୋ ପୁଅ ନ ଆସିବା ଯାଏ ମୁଁ ଘରକୁ ଯିବିନି। ସେ କଥା କ'ଣ କି ବାପା, ମୋ କାମ ତ କେତେବେଳେ ସରିଗଲାଣି। ମୁଁ ଟିକେ ବଜାର ଆଡ଼କୁ ବୁଲିବାକୁ ପଳେଇଥିଲି ଆଉ। ଶୁଣ ବୋଉ, ସେ ବ୍ୟାଗ୍ରେ ବାପାଙ୍କ ପାଇଁ ହର୍ଲିକ୍ସ ଅଛି ହେଲା। କେତେ ଜନ୍ମର ତପସ୍ୟା ଫଳରେ ମୁଁ ତତେ ପାଇଛି ରେ ପୁଅ, କେତେ ଜନ୍ମର ତପସ୍ୟା ଫଳରେ। ମୋ ପାଖରେ କିଛି ନାହିଁ ରେ ପୁଅ, କେବଳ ମୁଁ ତତେ ଆଶୀର୍ବାଦ କରୁଛି ରେ ପୁଅ, ମୁଁ ତତେ କେବଳ ଆଶୀର୍ବାଦ କରୁଛି। ବାପା ଇଏ କ'ଣ, ତମେ କାନ୍ଦୁଛ? ଛି, ଏ ଜନ୍ମରେ ମୁଁ ତମ ପୁଅ ନୁହଁ, ତମ ବାପା ହେଇ ଜନ୍ମ ହୋଇଛି। କ'ଣ ବୋଉ ଠିକ୍ କହିଲି ନା? ବାପା ମା ମାନେ ପିଲାମାନଙ୍କୁ ବଡ଼ ମଣିଷ କରିବା ପାଇଁ କେତେ ସେ ପରିଶ୍ରମ କରନ୍ତି, ସେ କଥା ମୁଁ ଏ ବୟସରେ ବୁଝି ସାରିଛି। ବୋଉ ମୋତେ ବହୁତ ଜୋରସେ ଭୋକ ଲାଗିଲାଣି, ତୁ କ'ଣ ଦିଟା ଖାଇବାକୁ ଦେବୁ ଆସିଲୁ? ମୁଁ ଖାଇକି ଟିକେ ଶୋଇ ପଡ଼ିବି, ମୋତେ ନିଦ ବି ଜୋରରେ ଲାଗିଲାଣି। ତୁ ଜଲ୍ଦି ଆସ, ବାପାଙ୍କୁ ନେଇକି ଆସ। ହଉ ଚାଲ ଚାଲ, ମୁଁ ଯାଉଛି। ଏବେ ଆସ, ଘର ଭିତରକୁ ଆସ, ଆସ। କୁମ୍ଭାର ଶାଳରେ କୁମ୍ଭାର ମାଟି ହାଣ୍ଡି ଗଡ଼େ, ସମସ୍ତଙ୍କ ପସନ୍ଦ ପାଏ। ତମେ ଠିକ୍ ସେମିତି ପୁଅଟିଏ ଜନ୍ମ ଦେଇଛ, ତମରି ପରି ଭୀମ ବୋଉ, ତମରି ପରି। ତମେ ପରା ତା ବାପା, ତମେ ତାକୁ ଭଲ ପାଇବା ଦେଇଛ, ତମେ ତାକୁ ମଣିଷ କରିଛ। ଆମ୍ବ ଗଛରେ କ'ଣ ଆମ୍ବଟା ଫଳିବ? ସେ ଠିକ୍ ତମ ପରି ହବ ନା ନାହିଁ? ତମେ ଜମା ବ୍ୟସ୍ତ ହୁଅନି, ମନକୁ ଦୃଢ଼ ରଖ ଆଉ ଭଗବାନଙ୍କ ଉପରେ ବିଶ୍ୱାସ ରଖ। ଦେଖିବ ତମେ ନିଶ୍ଚୟ ଭଲ ହେଇଯିବ। ସଞ୍ଜବେଳୁ କ'ଣ ଦୁଇଟା ଖାଇଦେଇ ଶୋଇପଡ଼ିଲା ଭୀମ, କାରଣ ସକାଳୁ ସେ ଉଠିବ। ସକାଳୁ ଉଠିଲେ କାମକୁ ବାହାରିବ, କାମକୁ ଗଲାବେଳେ ପ୍ରେମିକା ସହିତ ଭେଟ ହେବ, ପୁଣି ଫେରିଲା ବେଳକୁ ବାପାଙ୍କ ପାଇଁ ଔଷଧ ଆସିବ, ପନିପରିବା ଆସିବ, ଏମିତି କେତେ କଥା। ସବୁ କଥାକୁ ନଜର ରଖି ଭୀମ ଶୋଇପଡ଼ିଲା। ସକାଳ ହେଲା, ସକାଳୁ ଉଠିଲା, ତରତର ହେଇ ବାହାରି ପଡ଼ିଲା କାମକୁ। ବାଟରେ ଯାଉ ଯାଉ ସାଇକେଲ ଘଣ୍ଟି ବଜେଇଲା ପ୍ରେମିକର ଘର ଆଗରେ। କାହିଁ ପ୍ରେମିକା ତ ଆସୁନାହିଁ, କ'ଣ କରିବ, କ'ଣ ଭାବିବ ସେ? ଅପେକ୍ଷା କରିବି ନା ପଳେଇବି, ଏମିତି ଭାବିଲା ଭୀମ ଯେ ଇଏ ବୋଧେ ନିଶ୍ଚୟ କିଛି ଗୋଟେ ନୂଆ ଚାଲ କରୁଛି ପ୍ରେମିକା। ନା, ଏଠି ନଥିବ ବୋଧେ, ସେ ସେଇ ଜାଗାରେ ଥିବ ଯେଉଁଠି ସବୁବେଳେ ଭେଟ ହୁଏ, ଲଭ୍ ସ୍ପଟ୍। ଭୀମ କାମକୁ ଚାଲିଗଲା ଏବଂ ଖୁବ୍ ଶୀଘ୍ର କାମ ସାରି ଫେରି ଆସିଲା ସେଇ ଲଭ୍ ସ୍ପଟ୍କୁ। ଦେଖିଲା ତା ପ୍ରେମିକା ସେଠି ବସିଛି। କ'ଣ ହେଇଛି ତୁମର? କ'ଣ ହେଇଛି ତୁମର? ଗୋଡ଼ରେ ପଟି ବାନ୍ଧିଛ କ'ଣ ପାଇଁ? ମୁଁ ତମକୁ ପଚାରୁଛି ତମର କ'ଣ ହେଇଛି? ସକାଳେ ଦେଖା କଲନି କ'ଣ ପାଇଁ? ଆଉ ଏବେ ଯାହା ଦେଖୁଛି ନ କହିବା ଭଲ। ଆରେ ବାବା କ'ଣ ହେଇଛି ତ କୁହ। ଯାହା ହେଇଛି ସବୁ ତମ ପାଇଁ ହେଇଛି। ତମେ ଦେଖା କଲନି, ଅନ୍ୟମନସ୍କ ହେଇଗଲି, ଆଉ ଅସାବଧାନତା ଯୋଗୁଁ କାଠଟା ଗୋଡ଼ ଉପରେ ଖସି ପଡ଼ିଲା। ବେହେସିଆର କ'ଣ ପାଇଁ? ଯଦି ତୁମର କ'ଣ ହେଇଯାଇଥାନ୍ତା
ମୁଁ କ'ଣ କରିଥାନ୍ତି? ମୁଁ କ'ଣ କରିଥାନ୍ତି? ମତେ କୁହ, ମତେ ସକାଳେ ତମେ ଦେଖା କଲନି କ'ଣ ପାଇଁ? କାଲି ରାତିରେ ମନ ଭଲ ନଥିଲା, କାନ୍ଦି କାନ୍ଦି ଶୋଇଥିଲି। କାହିଁ କ'ଣ ହେଇଥିଲେ? କେମିତି କାନ୍ଦି କାନ୍ଦି ଶୋଇପଡ଼ିଲ? ଘରେ କଥା ହଉଥିଲେ, କୋଉଠିକାରେ ମୋର ଗୋଟେ ପ୍ରସ୍ତାବ ଆସିଛି, ଭାରି ଭଲ ପ୍ରସ୍ତାବ, ସମସ୍ତଙ୍କ ମନକୁ ଯାଇଛି। ମତେ ସେ ପ୍ରସ୍ତାବ ବିଷୟରେ ପଚାରିଲି ଯେ ମୁଁ କିନ୍ତୁ କିଛି କହିପାରିଲିନି। କହିଲନି କ'ଣ ପାଇଁ? କହିବାର ଅସୁବିଧା କ'ଣ ଅଛି? କ'ଣ କହିଥାନ୍ତି? ଯଦି ମନା କରିଥାନ୍ତି କହିଥାନ୍ତି ତୋର କିଛି କୋଉଠି ବୋଧେ ପସନ୍ଦ ହେଇଛି, ତାହେଲେ କହିବାକୁ ପଡ଼ିଥାନ୍ତା। ତମ ବିଷୟରେ ବି ତ ମୁଁ ଏପର୍ଯ୍ୟନ୍ତ ଘରେ କିଛି କହିନି, ନା ତମ ସହିତ କଥା ହେଇଛି, ନା ତମ ବିଷୟରେ ବି ଜଣେଇଲେ ସେମାନଙ୍କ ପ୍ରତିକ୍ରିୟା କ'ଣ ହବ କେମିତି ଜାଣିବି? କୁହ। ମୁଁ ତ ତମକୁ ଛାଡ଼ିକି ରହିପାରିବିନି, କ'ଣ କରିବି କିଛି ବି ଭାବିପାରିବିନି। ତମେ କୁହ ମୁଁ କ'ଣ କରିବି? ତମେ କାହିଁ ବ୍ୟସ୍ତ ହଉଛ? ଆଗେ ଆମ ସମ୍ପର୍କ ବିଷୟରେ ବୋଉଙ୍କୁ କୁହ। ତମ ବାପା ତ ତୁମକୁ ବହୁତ ଭଲ ପାଆନ୍ତି, ଅବଶ୍ୟ ତାଙ୍କୁ କହିଲେ ଏସବୁ ସେ ବ୍ୟସ୍ତ ହୋଇ ପଡ଼ିବେ। କହିଛ ତୁମେ, ହଉ ମୁଁ ଚେଷ୍ଟା କରିବି। ଭୀମର ମୁଣ୍ଡ କିଛି କାମ କଲା ନାହିଁ। ଚାରିଆଡ଼େ ବୁଲାବୁଲି କରି ବହୁତ ଡେରିରେ ଘରକୁ ଫେରିଲା। ଘରେ ସମସ୍ତେ ବ୍ୟସ୍ତ ହୋଇଗଲେଣି। କାମରୁ ଆସିଗଲଣି? କିରେ ତୋର ଆଜି ଏତେ ଡେରି କ'ଣ ହେଲା? କ'ଣ ହେଇଛି କିରେ? ତୁ ଗୋଡ଼ରେ କ'ଣ ପଟି? କ'ଣ ହେଇଛି ବାବା? କ'ଣ ହେଲା ତୋ ଗୋଡ଼? ହେ ଭଗବାନ, ସେ କିଛି ହେଇନି। କାଠ ଆଣୁଥିଲି ତ, କାଠ ଖଣ୍ଡେ ଗୋଡ଼ରେ ପଡ଼ିଗଲା। କିନ୍ତୁ ମୁଁ ତ ମା, ମୂର୍ଖ ହେଲେ ବି ତୋ ମୁହଁ ଦେଖି ମୁଁ ସବୁ ଜାଣିପାରୁଛି। କହ କ'ଣ ହେଇଛି? ତେବେ ଶୁଣ, ମୁଁ ଠିକ୍ କରିଛି କି ଭୁଲ କରିଛି ମୁଁ ଜାଣିନି। ତୁ କାଳେ ମନ ଦୁଃଖ କରିବୁ, ସେଥିପାଇଁ ଆଜି ଯାଏ ମୁଁ କେବେ ବି ତୋତେ ଏ କଥା କହିନି। ମୁଁ ଗୋଟେ ଝିଅକୁ ବହୁତ ଭଲ ପାଏ ବୋଉ, ମୁଁ ତାକୁ ବାହା ହେବାକୁ ଚାହୁଁଛି। ଏଇଥିପାଇଁ ଏତେ ମନ କଷ୍ଟ କରୁଛୁ? ଜମା ବ୍ୟସ୍ତ ହନି, ଏ ବିଷୟରେ ମୁଁ ବାପାଙ୍କ ସହିତ କଥା ହେବି। ତା ଛଡ଼ା ଘରର ଅବସ୍ଥା ଯାହା, ବାପାଙ୍କର ବି ଦେହ ଭଲ ନାହିଁ। ସିଏ ଯଦି ବୋହୂଟିଏ ଦେଖିପାରିବେ ତାଙ୍କ ଜୀବନରେ ଅଫସୋସ ରହିବନି। ହେଲା, ଆଚ୍ଛା ମୋତେ କହିଲୁ, ସେ ଝିଅ ଘର କୋଉଠି? ସେ ଝିଅ ଘର ଆମ ଗାଁ ପାଖରେ। ପ୍ରତିଦିନ କାମକୁ ଗଲାବେଳେ ତା ସହିତ ଦେଖା ହୁଏ। ତା ସହିତ ସେତିକି ପରିଚୟ, ଆଉ ତାପରେ ଭଲ ପାଇବା। ହେଲେ ତାଙ୍କ ଘର ଲୋକ କହୁଛନ୍ତି ତା ବାହାଘର କରିଦେବେ ବୋଉ। ମୁଁ ଏବେ କ'ଣ କରିବି ବୋଉ, ତୁ ନିଜେ କହ। ତୁ ବ୍ୟସ୍ତ ହୋନା, ମୋ ବାପାଙ୍କ ସାଙ୍ଗରେ କଥା ହଉଛି ହେଲା। ଆରେ ମା ପୁଅ ବସିକି କାହା ବିଷୟରେ ଷଡ଼ଯନ୍ତ୍ର କହୁଛ କି? ତମରି ବିଷୟରେ ଷଡ଼ଯନ୍ତ୍ର ହଉଛି, ବସ ମୁଁ କହୁଛି। ଓହୋ, ଆଚ୍ଛା ମୋତେ କୁହ, ହଁ ଘରର ଅବସ୍ଥା ଯାହା, ତମ ଦେହ ବି ଭଲ ନାହିଁ। ଆମ ପୁଅର ବାହାଘର କରି ବୋଉଟି ଆଣିଲେ କ'ଣ ହୁଅନ୍ତା? ଭଲ ହୁଅନ୍ତା, ହେଲେ ଝିଅଟିଏ ମିଳିଲେ ତ। ଆମ ଭୀମ ସେ ଗୋଟେ ଝିଅକୁ ଭଲ ପାଇଛି, ପାଖ ଗାଁର ତା ଘର। କ'ଣ କହୁଛ ତମେ? ମୁଁ ଆଉ କ'ଣ କହିବି? ବାହାଘର ହବ ଯେ ମୋର ଗୋଟିଏ ବୋଲି ପୁଅ, କିନ୍ତୁ ମା କାଳିଶୀଙ୍କୁ ମୁଁ ଜାତକ ନ ଦେଖିଲା ପର୍ଯ୍ୟନ୍ତ ବାହାଘର କରିପାରିବି। କ'ଣ ହେଲା? କାଳିଶୀ ମା କ'ଣ କହିଲେ? କ'ଣ ଆଉ କହିବି? ତମକୁ ସତ କହିବି ନା ମିଛ କହିବି? ଯାହା ସତ ସେଇଆ କୁହ। ସେଠି ବାହାଘର କଲେ ଆମ ବଂଶ ବୁଡ଼ିଯିବ। କ'ଣ କହିଲେ ତମ କାଳିଶୀ ମା? ସେ ଝିଅକୁ ବାହା ହେଲେ ଆମ ବଂଶ ବୁଡ଼ିଯିବ। ଠାକୁରଙ୍କ ଆତ୍ମା ଏମିତି ମଣିଷ ଦେହରେ ପଶି ଯାଉଛି, ତାହେଲେ କୋର୍ଟ କଚେରୀ କାହିଁକି ଅଛି ବାପା? ମୁଁ ସେଇ ଝିଅକୁ ହିଁ ବାହା ହେବି। ବାପା ମୋ କଥା ଟିକେ ବୁଝିବାକୁ ଚେଷ୍ଟା କର ବାପା। ସେଠି ବାହାଘର କରିବା ଅସମ୍ଭବ ରେ ବାପା। ସେଠି ଅସମ୍ଭବ? ସେ ଝିଅକୁ ମୁଁ ବାହା ହେଇପାରିବିନି, ସେଠି ବାହାଘର ଅସମ୍ଭବ। ବାହାଘର ଅସମ୍ଭବ ମୁଁ ସେ ଝିଅକୁ ବାହା ହେଇପାରିବିନି। ମୁଁ ମରିଯିବି।
ମୁଁ ତା ଝିଅକୁ ବାହା ହେଇପାରିବିନି। ତୁ କହ ମୁଁ ତତେ କେତେ ଭଲ ପାଏ ଝିଅ, ତୁ କହ ମୁଁ କଣ ମରିଯିବି ଝିଅ? ମୁଁ ପାଗଳ ହେଇଯିବି ବୋଉ। ମୁଁ ସେ ଝିଅକୁ ବାହା ହେଇପାରିବିନି। 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 ମନା କରିବାରେ ତ ରହିଲା ସେଇଠୁ ଘୁମୋଇ ବେଶୀ ବେଶୀ ଆଉ ରହିଲା। ଏଇ ବାରିଘର ବୁଲିବ, ଏଇ ବାରିଘର ବୁଲିବ, ସେ କେନାଳ ବନ୍ଧାଟା ହଲେଇବ, କେନାଳ ବନ୍ଧା ଆଡ଼ିକି ହଲେଇକି ରହିବ, ସେ ଆମ୍ବ ଏଇ ବରଗଛରେ ଚଢ଼ିବ, ଏମିତି କାମ କରିବ। ଅନ୍ଧବିଶ୍ୱାସର ଶିକାର ହେଲା ଭୀମ, ପାଲଟି ଗଲା ପାଗଳ। ଭୀମକୁ ଝୁରି ଝୁରି ବାପା ଚାଲିଗଲେ, ପରେ ପରେ ମା ଚାଲିଗଲା। ପରିବାର ଲୋକ ଆଜି ବି ସେମିତି ଅପେକ୍ଷା କରିଛନ୍ତି ଭୀମକୁ। ଭୀମ କିନ୍ତୁ ପାଗଳ ହେଇ ସେଇ ଲଭ୍ ସ୍ପଟ୍ରେ ଘୁରି ବୁଲୁଛି, ଅପେକ୍ଷା କରିଛି ତା ପ୍ରେମିକାକୁ କେବେ ଆସିବ ସେ। ପରିବାର ଲୋକ କହୁଛନ୍ତି ଆମ ପାଖରେ ତ ସମ୍ବଳ ନାହିଁ, ଯଦି କେହି ସହଯୋଗର ହାତ ବଢ଼େଇ ଭୀମକୁ ଡାକ୍ତର ଦେଖାନ୍ତେ ତାହେଲେ ଆମ ଭୀମ ଭଲ ହେଇଯାଆନ୍ତା, ଆମ ପରିବାରଟା ଚଳନ୍ତା। କେଡ଼େ ବଡ଼ କଥା ଆଜ୍ଞା। ନା କୌଣସି NGO ସଂସ୍ଥା ସହଯୋଗର ହାତ ବଢ଼ାଉଛନ୍ତି, ନା ସରକାରୀ ସଂସ୍ଥା। ସମସ୍ତଙ୍କ ପାଖରେ ସେମାନେ ନିବେଦନ କରୁଛନ୍ତି, ଆମେ ବି ନିବେଦନ କରୁଛୁ ଆମ ତରଫରୁ, ଯଦି କୌଣସି ପ୍ରଧାନ୍ୟ ବ୍ୟକ୍ତି ତାଙ୍କ ଆଡ଼କୁ ନଜର ପକାନ୍ତେ ତାହେଲେ ହୁଏତ ଭୀମ ଭଲ ହେଇଯାଆନ୍ତା, ପୁଣି ତା ପରିବାର ହସନ୍ତା। ତା ପରିବାର ହସିବା ପାଇଁ ବୋଧହୁଏ ଆମେ ସମସ୍ତେ ଦାୟୀ ରହିବା। ଆମେ ସମସ୍ତେ ଚାହିଁଲେ ତା ପରିବାର ହସିବ। ଆଶା ବିଶ୍ୱାସ ନେଇ ଫେରି ଯାଉଛି। ପୁଣି ଥରେ ଭେଟ ହେବ ଆଉ ଏକ ଅଧ୍ୟାୟରେ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଯଦି ଏମିତି କିଛି କଥା ଆପଣମାନଙ୍କ ପାଖରେ ଥାଏ ଆମକୁ ନିଶ୍ଚୟ ଲେଖିବେ, ଆମ ଠିକଣା ଲେଖନ୍ତୁ। ସେ ତ କୁହା କଥା, ସେ ତ କୁହା କଥା, ସେ ତ କୁହା କଥା।